ମୁଁ କହିବି କି ଝିଲିକ୍ ମୋଶନ ପିକ୍ଚର ସହିତ ମୁଁ ତୋର ମୋର କଟି ଆଉ ଡିୟର ପୁରୁଷ ଭଳିଆ ମୁଭିଜରେ ମୁଁ କାମ କରିସାରିଛି। ଆଉ ଏଇଟା ମୋର ସୌଭାଗ୍ୟ କି ମୁଁ ଏଇଭଳିଆ ସୁନ୍ଦର ପ୍ରଡକ୍ସନ କମ୍ପାନୀ ସହିତ ବିଭିନ୍ନ ଚଳଚ୍ଚିତ୍ରରେ କାମ କରିଛି। ଆଉ ମୁଁ ଜାଣିଛି ଯଦି ଝିଲିକ୍ ଅପା କୌଣସି ବି ପିକ୍ଚର କରୁଛନ୍ତି ତାଙ୍କ ପ୍ରଡକ୍ସନ ହାଉସରେ ତ ନିହାତି ଭାବରେ 1000% ସେ ଏଫର୍ଟସ୍ ଦେଇଥିବେ। ଆଉ ଯୋଉଟା କି ଝଲକୁଛି ବି ଲହରୀ ବିଭିନ୍ନ ଫେଷ୍ଟିଭାଲରେ ଆୱାର୍ଡ ଜିତି ସାରିଛି। ଆଉ ଭଟ୍ଟାଚାର୍ଯ୍ୟ ସର୍ ଯିଏକି ହଉଛନ୍ତି ଆମ ଡିରେକ୍ଟର ସର୍ ବହୁତ ବଢିଆ ଷ୍ଟୋରି ସ୍କ୍ରିନ୍ ପ୍ଲେ ଆଉ ଗୋଟେ ବହୁତ ବଢିଆ ଜିନିଷ ସେ ପୋର୍ଟ୍ରେ କରିଛନ୍ତି। ଲହରୀ ଗୋଟେ ୟୁନିକ୍ ଷ୍ଟୋରି। ଆଉ ଆପଣମାନେ ଦେଖନ୍ତୁ ଆଉ ଓଡ଼ିଆ ସଂସ୍କୃତି ସହିତ ଭିଲେଜ ଲାଇଫ ପ୍ଲସ୍ ଇମୋସନ୍ସ ଆଉ ତା ସହିତ ଆପଣ କିଛି ଭିନ୍ନ ପ୍ରକାର ଫ୍ଲେଭର ପାଇପାରିବେ ରିଆଲିଟି ଜାଣିପାରିବେ ପ୍ଲସ୍ ଇମୋସନ୍ସ ଆଉ ରିଆଲିଟି ସହିତ ଡ୍ରାମାଟିକ ଟ୍ୱିଷ୍ଟ ଯୋଉଟା କି ଗୋଟେ ହାର୍ଟ ଟଚିଂ ଟେଲ୍ ଅଛି ଲହରୀ। ତ ଆପଣ ଜାଣିପାରିବେ ସେ ଫିଲ୍ମର ନାଁ ଲହରୀ କାହିଁକି। ଝିଲିକ୍ ମୋଶନ ପିକ୍ଚର୍ସର ମୁଭି ବିଭିନ୍ନ ଫେଷ୍ଟିଭାଲରେ ଅଲରେଡି ଆୱାର୍ଡ ଜିତି ସାରିଛି ମାନେ ଆପଣ ଜାଣିପାରୁଥିବେ କି ତାର ଯୋଉ ହଉଛି ଯୋଉ ଅପିଲ ଟୁ ଦ ଅଡିଏନ୍ସ ଇଜ ଅମେଜିଂ। ଆଉ ନିହାତି ଭାବରେ ଆପଣମାନେ ଦେଖିଲେ ଏଣ୍ଟରଟେନ୍ ହେବେ। ମୁଁ ଓଡ଼ିଆ ଇଣ୍ଡଷ୍ଟ୍ରି ର ଯୋଉ ବଢୁଛି ଡେଭଲପ ହଉଛି ସେଥିପାଇଁ ବହୁତ ବେଶୀ ଖୁସି। ଆପଣମାନଙ୍କୁ ସମସ୍ତଙ୍କୁ ରିକ୍ୱେଷ୍ଟ କରିବି ଆପଣମାନେ ସମସ୍ତେ ଆସନ୍ତୁ ଦେଖନ୍ତୁ ମୁଭି ଲହରୀ। ଥ୍ୟାଙ୍କ ୟୁ।